ज्ञान 168। प्रभु लिखुଛନ୍ତି ଯୋଗ ମାର୍ଗରେ କ୍ରସ୍ ଚିହ୍ନ ହେଉଛି ପରସ୍ପର ସହିତ ଦୃଢ଼ ଓ ସମ୍ପୂର୍ଣ୍ଣ ଭାବରେ ସଂଯୁକ୍ତ ହୋଇ ରହିଥିବା ଆତ୍ମା ଏବଂ ପ୍ରକୃତିର ପ୍ରତୀକ। ମାତ୍ର ଆମେ ଅଜ୍ଞାନ ଜନିତ ନାନା ଅଶୁଦ୍ଧତା ମଧ୍ୟରେ ପତିତ ହୋଇ ରହିଥିବାରୁ ତାହା ଆମ ଲାଗି ଦୁଃଖ ଭୋଗ ଏବଂ ଶୁଦ୍ଧିକରଣର ଏକ ପ୍ରତୀକ ହୋଇ ରହିଛି। ଯୋଗ ମାର୍ଗରେ କ୍ରସ୍ ଚିହ୍ନ ହେଉଛି ପରସ୍ପର ସହିତ ଦୃଢ଼ ଓ ସମ୍ପୂର୍ଣ୍ଣ ଭାବରେ ସଂଯୁକ୍ତ ହୋଇ ରହିଥିବା ଆତ୍ମା ଓ ପ୍ରକୃତିର ପ୍ରତୀକ। ମାତ୍ର ଆମେ ଅଜ୍ଞାନ ଜନିତ ନାନା ଅଶୁଦ୍ଧତା ମଧ୍ୟରେ ପତିତ ହୋଇ ରହିଥିବାରୁ ତାହା ଆମ ଲାଗି ଦୁଃଖ ଭୋଗ ଏବଂ ଶୁଦ୍ଧିକରଣର ଏକ ପ୍ରତୀକ ହୋଇ ରହିଛି। ଜ୍ଞାନ 169। ପରିପୂର୍ଣ୍ଣ କରିବାକୁ ନୁହେଁ, ପରିଶୁଦ୍ଧ କରିବାକୁ ହିଁ ଯୀଶୁ ଖ୍ରୀଷ୍ଟ ପୃଥିବୀକୁ ଆସିଥିଲେ। ତାଙ୍କର ଏହି ବ୍ରତ ଯେ ବିଫଳ ହେବ ଏବଂ ତାଙ୍କୁ ପ୍ରତ୍ୟାଖ୍ୟାନ କରିଥିବା ଏହି ଜଗତକୁ ତାଙ୍କୁ ଯେ ପୁନର୍ବାର ପରମେଶ୍ୱରଙ୍କର ତରବାରୀକୁ ବହନ କରି ଆସିବାକୁ ହେବ, ସିଏ ସେ କଥା ପୂର୍ବରୁ ଜାଣିଥିଲେ। କହୁଛନ୍ତି ଜ୍ଞାନ 169ରେ ଯୀଶୁ ଖ୍ରୀଷ୍ଟ ଯୋଉ ଆସିଥିଲେ ସେ ସମୟରେ ମନୁଷ୍ୟ ସମାଜ ପାଶ୍ଚାତ୍ୟ ଦେଶରେ ଯୋଉ ସ୍ଥିତିରେ ଥିଲେ ସେମାନେ ଆଗ ଶୁଦ୍ଧ ହେଇନାହାନ୍ତି। ପରିପୂର୍ଣ୍ଣ ତ ପଛର କଥା ନା, ଆଗ ଶୁଦ୍ଧ ହବା ଦରକାର ନା, ଆଗ ଚିହ୍ନିବା ଦରକାର। ଚିହ୍ନିବା ଦରକାର। ପ୍ରଥମତଃ ଷ୍ଟେପ ହଉଛି ଆଗ ଚିହ୍ନିବା ଦରକାର ଯେ କୋଉଟା ମତେ ଉଚ୍ଚତର ଅଗ୍ରଗତି ପାଇଁ ମତେ ସାହାଯ୍ୟ କରୁଛି, କୋଉଟା ମତେ ଉଚ୍ଚତର ଆଡକୁ ନ ନେଇକି ମତେ ପଶ୍ଚାତ ଗତି ଆଡକୁ ସହଯୋଗ କରୁଛି, ତାକୁ ଚିହ୍ନିବା ଦରକାର। ତାକୁ ଚିହ୍ନିଲେ ହିଁ ତାପରେ ମୁଁ ପରିଶୁଦ୍ଧ ହେବି। ଯୋଉଗୁଡାକ ମତେ ପଶ୍ଚାତ ଗତିକୁ ନଉଛି ତାକୁ ମୁଁ ପ୍ରତ୍ୟାଖ୍ୟାନ କରିବି, ଯୋଉଗୁଡାକ ମତେ ଉଚ୍ଚତର ଆଡକୁ ନଉଛି ତାକୁ ମୁଁ ଗ୍ରହଣ କରିବି। ଚିହ୍ନିବା ତାପରେ ହଉଛି ପରିଶୁଦ୍ଧ କରିବା। ସେତେବେଳେ ସେମାନେ ଚିହ୍ନି ନଥିଲେ, ତେଣୁ ଯୀଶୁ ଖ୍ରୀଷ୍ଟ ଆସିଥିଲେ ତାଙ୍କୁ ପରିଶୁଦ୍ଧ କରିବା ପାଇଁ। କିନ୍ତୁ ତା ସହିତ ସେ କହୁଛନ୍ତି ସେ ଜାଣିଥିଲେ ଯେ ମୁଁ ବିଫଳ ହେବି। ବ୍ୟକ୍ତି ଯୋଉ ଚେତନାରେ ରହିଛି ତାଙ୍କୁ ଗ୍ରହଣ କରିବା କଷ୍ଟ ହବ, ଏ କଥା ସେ ଜାଣିଥିଲେ। ଆମେ ଦେଖିଲେ ସେଠି ଯୋଉମାନେ ପୃଷ୍ଠପୋଷକ, ଯୋଉମାନେ ସମାଜର ଦାୟିତ୍ୱ ନେଇଛନ୍ତି ବୋଲି ଦେଖେଇ ହଉଛନ୍ତି, କହି ହଉଛନ୍ତି, ସେଇମାନଙ୍କର ହିଁ ସିଏ ରୋଷର ଶିକାର ହେଲେ ଏବଂ ତାପରେ ତାଙ୍କୁ କ୍ରୁଶବିଦ୍ଧ କରାହେଲା। କ୍ରୁଶବିଦ୍ଧ କରାହେଲା। ତେଣୁ ସେ ପ୍ରଭୁ ଲେଖୁଛନ୍ତି ସେ ଜାଣିଥିଲେ ଯେ ଏ ଜନ୍ମରେ ପୂର୍ଣ୍ଣ କାମ ହବ ନାହିଁ, ମତେ ପୁଣି ଆଉ ଥରେ ଆସିବାକୁ ପଡିବ। ତା ପୂର୍ବରୁ କହିଲେ ଆମର ଯେତେବେଳେ କ୍ରସ୍ ଚିହ୍ନ ହଉଛି ଇଏ ହଉଛି ଗୋଟେ ଦୃଢ ସଂଯୁକ୍ତତାର ପ୍ରତୀକ। କିନ୍ତୁ ଆମେ ଆମର ବାହ୍ୟ ମନ ପ୍ରାଣ ଶରୀର ଦ୍ୱାରା ନିମ୍ନ ଗତିବିଧିରେ ଏତେ ମଝି ରହିଛୁ, ତାର ପରିଣାମ ସ୍ୱରୂପ ଆମେ ତାକୁ ଦୁଃଖ ଭୋଗରେ ପରିଣତ କରିଦଉଛନ୍ତି ଏବଂ ଶେଷକୁ ଆମେ ଯୀଶୁ ଖ୍ରୀଷ୍ଟଙ୍କୁ ଯେହେତୁ ତାଙ୍କୁ କ୍ରୁଶବିଦ୍ଧ କରାହେଇଥିଲା, ତେଣୁ ସିଏ ତାକୁ କହୁଛନ୍ତି ଯେ ସେଇଟା ଯେହେତୁ ଯୀଶୁ ଖ୍ରୀଷ୍ଟଙ୍କୁ ସେଇଥିରେ କ୍ରସରେ ତାଙ୍କୁ ଯୋଉ ନିର୍ଯାତନା ଦେଇ ଅତ୍ୟାଚାର କରି ତାଙ୍କୁ ଯୋଉଭଳି ଭାବରେ ମୃତ୍ୟୁକୁ ଲଭିବା ପାଇଁ ଛାଡ଼ି ଦେଇଥିଲେ, ତେଣୁ ସେଠି କହୁଛନ୍ତି ଏଇଟା ଦୁଃଖ ଭୋଗ ଏବଂ ଶୁଦ୍ଧିକରଣର ଏକ ସିମ୍ବଲ ହେଇକି ରହିଗଲା। କିନ୍ତୁ ପ୍ରକୃତରେ ତାହା ହେଉଛି ଯେ ନିମ୍ନରେ ଯୋଉ ରହିଛି ଅପ୍ରକଟ ହୋଇଥିବା ଚେତନା, ଉଚ୍ଚତର ଯୋଉ ଶକ୍ତି ଅବତରଣ କରୁଛି ନିଜକୁ ପରିପ୍ରକାଶ କରିବାକୁ ଚାହୁଁଛି, ଏଇ ଦୁଇଟା ଭିତରେ ଏକ ନିବିଡ଼ ସଂଯୋଗ ଆତ୍ମା ଏବଂ ପ୍ରକୃତିର ଦୃଢ଼ ଏବଂ ସମ୍ପୂର୍ଣ୍ଣ ସଂଯୁକ୍ତ ହୋଇ ରହିଥିବାର ପ୍ରତୀକ ହଉଛି ଏଇଟା। ମାଙ୍କୁ ପଚରା ହେଇଛି ଯେ ଏହି ସୂତ୍ରଟିରେ ପରମେଶ୍ୱରଙ୍କର ତରବାରୀ କାହାର ପ୍ରତିନିଧିତ୍ୱ କରୁଛି। ଯୋଉ ଲେଖିଲେ ଯେ ପରମେଶ୍ୱରଙ୍କ ତରବାରୀ ଧରିକି ଆସିବାକୁ ପଡିବ ବୋଲି ସେ ପଚାରିଛନ୍ତି ତରବାରୀ କାହାକୁ ବୁଝାଉଛି। ମା କହୁଛନ୍ତି ପରମେଶ୍ୱରଙ୍କର ତରବାରୀ ସେହି ଶକ୍ତିମତାକୁ ହିଁ ବୁଝାଉଛି ଯାହାର କି କେହି ପ୍ରତିରୋଧ କରିପାରିବେ ନାହିଁ। ଆମେ ଏବେ ବି ମନୁଷ୍ୟ
ଜାଣୁଛି ବୁଝୁଛି କିନ୍ତୁ ନିଜକୁ ହିଁ ପ୍ରତିଷ୍ଠା କରିବା ପାଇଁ ଲାଗିଛି। ସେତେବେଳେ ସିଏ ନିଜକୁ ପ୍ରସ୍ତୁତ କରିପାରୁନାହିଁ, ସତ୍ୟକୁ ଗ୍ରହଣ କରିବ, ସତ୍ୟକୁ ନେଇକି ବଞ୍ଚିବ। ସେତେବେଳେ ଭଗବାନଙ୍କର ପରମେଶ୍ୱରଙ୍କର ତରବାରୀ ବାଧ୍ୟ ହୁଅନ୍ତି ବାହାର କରିବା ପାଇଁ। ଆମେ ଏବେ ଆ ପୂର୍ବରୁ କଥା ହଉଥିଲେ, ପିଲାଟି ଅଳି କରୁଛି, ଏଇଟା ନବ ବା ସେଇଟା ନବ ବଜାରରେ, ତାକୁ ମା ବୁଝଉଛି କିନ୍ତୁ ସେ ଶୁଣୁନାହିଁ। ତାକୁ ଟାଣିକିରି ତାକୁ ଆଗ ଧରିକି ନେଇଯାଉଛି କାଖେଇକିରି, ସେ କାଖରୁ ଛାଟି ପିଟି ଗଲେଇ ପଡୁଛି। ତାପରେ ତାକୁ ସେ ଜବରଦସ୍ତ ଟାଣିକି ନଉଛି, ପୁଣି ସେଠୁ ସେ ଘୋଷାଡ଼ି ଆସୁଛି, ତାକୁ ପୁଣି ଟାଣୁଛି, ପୁଣି ଆସୁଛି, ସେ ଘୋଷାଡ଼ି ହେଇକିରି କହୁଛି ନା ମୁଁ ଯିବି ନାହିଁ କହିକି ଗୋଟେ ବାଉଁଶକୁ ମାଡି ବସି ଧରୁଛି, ଛାଡୁନାହିଁ। ସେତେବେଳେ ମା କଣ କରିବ? ଛଡେଇକିରି ଆଗ ହାତଟାକୁ ନବ, ତଥାପି ସେ ଯାଉନାହିଁ। ତାପରେ ମା କଣ କରିବ? କଷିକିରି ଗୋଟେ ଚଟକଣି ଗାଲକୁ ଦବ, ଭେଁ ଭେଁ ରଡି ଛାଡୁଥବ। ସେ ଚଟକଣି ଖାଇଲା ପରେ ଟେକିକିରି ନେଇକି ଯିବ କାଖେଇକିରି ଭେଁ 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 ରଡି ଛାଡି 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 ଚୁପ ହେଇକି ତୁନି ହେଇକି ଶୋଇପଡିବା ପର୍ଯ୍ୟନ୍ତ। ଆମେ ସେଇ ମାଡ ଖାଇବା ପର୍ଯ୍ୟନ୍ତ କାହିଁକି ଯିବା? ପ୍ରଭୁଙ୍କର ପରମେଶ୍ୱରଙ୍କର ତରବାରୀ ଆସିବା ପର୍ଯ୍ୟନ୍ତ ଆମେ କାହିଁକି ଯିବା? ସଚେତନ ହେଇଯିବା, ନିଜକୁ ସତ୍ୟ ଦ୍ୱାରା ବଞ୍ଚିବା ପାଇଁ ଚେଷ୍ଟା କରିବା। ଆମେ ବହୁତ ଥର ଠୋକର ଖାଇଲା ପରେ ମଧ୍ୟ ପ୍ରତିଷ୍ଠା ସୁକରି ବିଷ୍ଠା ବୈଷ୍ଣବ ଧର୍ମରେ କୁହାଯାଏ ଯେପରି, ଜାଣିଲେ ମଧ୍ୟ ସେଇ ପ୍ରତିଷ୍ଠା ପଛରେ ଧାଉଁଛୁ। ଅଭିମାନ ସୁରାପାନ, କିନ୍ତୁ ତଥାପି ବି ଆମେ ଆମର ମାନ, କ୍ଷମତା, ସମ୍ମାନ, ହଁ ମୁଁ ଏଇଆ, ଆମେ ତ ଅନେକ ଥର ଶୁଣିଥିବା। ତମେ ଯଦି ସେଠି ଟିକେ ସମସ୍ତଙ୍କ ସମ୍ମୁଖକୁ ନ ଯିବ, ତମକୁ କିଏ ଚିହ୍ନିବ? ଏଇ ପ୍ରକାରର ପ୍ରେରଣା ମଧ୍ୟ ଆପଣଙ୍କୁ ଦିଆଯାଏ। ଇଏ ହଉଛି ବିରୋଧୀ ଶକ୍ତିର ପ୍ରେରଣା, ତା ପ୍ରତି ଆପଣ ସଚେତନ ହେବେ। ବିରୋଧୀ ଶକ୍ତି ଆପଣଙ୍କୁ କଣ କରିବ? ସବୁବେଳେ କହିବ ତମେ ଆସ ସମ୍ମୁଖକୁ, ଫ୍ରଣ୍ଟକୁ ଆସ। ହିଟଲର, ମୁଁ ହେବି ରାଜା, ମୁଁ ହେବି ଏ ସମଗ୍ର ବିଶ୍ୱର ସମ୍ରାଟ। ଗୋଟିଏ ପରେ ଗୋଟିଏ ଦଳି ଚାଲିବ, ଦଳି ଚାଲିବ। ମୋ ଅନ୍ଥରେ ଯିଏ ନ ଚାଲିଲା ସେ ହତ୍ୟା କରିବ ତାକୁ। ବର୍ବରତା, ପ୍ରକୃତି ବିରୁଦ୍ଧରେ ନିଜକୁ ଠିଆ କରିବା, ଇଏ ହଉଛି ଅହଂର ଏକ ଚାଲ। କେତେବେଳେ କେତେବେଳେ ସେ କଣ କରିବ? ଅନ୍ୟମାନଙ୍କୁ ଭଳେଇବା ପାଇଁ ସୁନ୍ଦର ସୁନ୍ଦର କଥା କହିବ, କେବଳ ଏଇଥିପାଇଁ ନିଜକୁ ପ୍ରତିଷ୍ଠା କରିବା ପାଇଁ। ଯଦି ଦେଖିଲା ଯେ ମୋ କଥା ଅନୁସାରେ ଚାଲୁନାହାନ୍ତି, ସେ ଅଭିମାନ କରିକି ତମ ପାଖରେ ଆସିକି ଅଭିମାନ କରି ରହିବ। ତମେ, ଏଇଟା ଗୋଟେ ପ୍ରକାର ହିଂସା। ପ୍ରଭୁ ତ ବହୁତ ଲେଖୁଛୁ, ପ୍ରଭୁ ସୁନ୍ଦର ଭାବରେ ବର୍ଣ୍ଣନା କରିଛନ୍ତି ଅନ୍ୟ ଜାଗାରେ, ଯେ ଆମେ ଅନ୍ୟର ଯୋଉ ଦୁର୍ବଳତା, କଣ ଦୁର୍ବଳତା? ସିଏ ସମସ୍ତଙ୍କୁ ଯିଏ ଭଲ ପାଆନ୍ତି, ଯିଏ ଅନ୍ୟ କାହାର ଦୁଃଖ କଷ୍ଟ ଦେଖି ପାରନ୍ତି ନାହିଁ, ତାଙ୍କ ପାଖରେ ଆମେ ଯଦି ଅନଶନ କଲେ, ଆମେ ଯଦି ଟିକେ ମୁହଁ ଶୁଖେଇକି ବସିଲେ, ତେବେ ତାଙ୍କୁ କଷ୍ଟ ହୁଏ। ତେବେ ଆପଣ ତାଙ୍କ ଉପରେ ହିଂସା କଲେ ନାହିଁ କି? ତାଙ୍କୁ ଆପଣଙ୍କ ହିସାବରେ ଚଳେଇବା ପାଇଁ ବା ଚାଲିବା ପାଇଁ ଆପଣ ବାଧ୍ୟ କଲେ। ତାଙ୍କ ଉପରେ ଗୋଟେ ଇମୋସନାଲ ବ୍ଲାକମେଲ ବୋଲି ତାକୁ କୁହାଯାଏ। ଆପଣ ଇମୋସନାଲ ଅତ୍ୟାଚାର କଲେ। ଆପଣ ସବୁ ଦେଖିଥିବେ, ବହୁତ ପ୍ରକାରର ଆମ ଜୀବନରେ ଘଟଣା ଆମେ ନିଜେ ଦେଖୁଛୁ, ନିଜ କ୍ଷେତ୍ରରେ ବି ଦେଖୁଛୁ, ଅନ୍ୟ କ୍ଷେତ୍ରରେ ବି ଦେଖୁଛୁ। ତ ଆମେ ସଚେତନ ହେଇଯିବା, ଯେପରି ଆମେ ନିଜକୁ ପ୍ରତିଷ୍ଠା କରିବା ନାହିଁ, ମା ପ୍ରତିଷ୍ଠା ହୁଅନ୍ତୁ। ଆମେ ବାହାରକୁ ଯାଉଛେ, ସେତେବେଳେ ଆମେ ମାମୁଁଙ୍କର ସେ କଥାଟି ଆମେ ମନେ ରଖିବା। ତମେ ମାଙ୍କର ରିପ୍ରେଜେଣ୍ଟେଟିଭ ହେଇକି ଯାଉଛ, ତମର ବ୍ୟକ୍ତିତ୍ବ ନିଜସ୍ୱ ନୁହଁ। ତମେ ଯାହା କରିବ, ତମେ ମାଙ୍କର ରିପ୍ରେଜେଣ୍ଟେଟିଭ ହେଇକି ଯାଉଛ, ସତ୍ୟର ରିପ୍ରେଜେଣ୍ଟେଟିଭ ହେଇକି ଯାଉଛ। ତେଣୁ ସେଇଭଳି ଭାବରେ ନିଜକୁ ବଞ୍ଚିବା ଆମେ ଶିଖିବା, ଯଦ୍ୱାରା ଆମ ଭିତରେ ଦେଇକିରି ମା ବା ଅତିମାନସ ସତ୍ୟ ନିଜକୁ ପରିପ୍ରକାଶ କରିବା ପାଇଁ ଏକ ସୁନ୍ଦର ଆଧାରଟିଏ, ଏକ ଉତ୍ତମ ଆଧାରଟିଏ ସେ ପାଇବ। ଆମେ ସେଇ ଲକ୍ଷ୍ୟରେ ନିଜକୁ ପ୍ରସ୍ତୁତ କରିବା। ମା, ମା, ଥ୍ୟାଙ୍କ ୟୁ ଅଲ୍ ଓଭର।